କୁକୁଡ଼ା ପୋଛି ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ କ୍ଷତିପୂରଣ ଦାବିରେ ରାସ୍ତାରୋକ। କୁକୁଡ଼ା ପୋଛି ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। କ୍ଷତିପୂରଣ ଦାବି ନେଇ ରାସ୍ତାରେ ଶବ ରଖି ଧାରଣାରେ ବସିଛନ୍ତି ପରିବାର। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜୁ ଏକ୍ସପ୍ରେସ୍ ଓ ବେହେରା ନିକଟରେ। ସୂଚନା ମତେ ଗତକାଲି କୋକସରା ଥାନା ଅଧୀନ କୁଣ୍ଟିଆ ଗ୍ରାମର 65 ବର୍ଷୀୟ ବୃଦ୍ଧ ତରୁଣୀ ଦୁର୍ଗା ଏକ ସାଇକେଲ ଯୋଗେ ବେହେରା ସାପ୍ତାହିକ ହାଟରୁ ଘରକୁ ଫେରୁଥିବା ବେଳେ ପଛପଟୁ ଆସୁଥିବା ଏକ କୁକୁଡ଼ା ବୋଝେଇ ଗାଡ଼ି ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇ ଡ୍ରାଇଭର ଓ ହେଲ୍ପର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ, ଯାହାଫଳରେ ଗତକାଲିଠାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଆଜି ସକାଳୁ ପରିବାର ଲୋକେ କ୍ଷତିପୂରଣ ଦାବିରେ ଧର୍ମଗଡ଼ ଆମପାଣି ବିଜୁ ଏକ୍ସପ୍ରେସ୍ ରାସ୍ତାରେ ଶବ ରଖି ଧାରଣାରେ ବସିଛନ୍ତି, ଯାହାଫଳରେ ଯାନବାହନ ଚଳାଚଳ ଠପ୍ ହୋଇ ଘଟଣାସ୍ଥଳରେ ଧର୍ମଗଡ଼ ଏସ୍ଡିପିଓ କୋକସରା ଥାନା ଅଧିକାରୀ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ। ଖବର ଲେଖା ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିଛି। ଦକ୍ଷିଣ ଓଡ଼ିଶା ବ୍ୟୁରୋ ଚିଫ୍ ଶରତଚନ୍ଦ୍ର ନନ୍ଦଙ୍କ ରିପୋର୍ଟ, ଆୱାଜ ଓଡ଼ିଶା। दिन 2टा बेले पाखापाखि 2टा बेले कुंटिया ग्रामर तरुणी दुर्गा बोली जड़े वृद्ध लोक से साइकेल आसुले पछपटू आ गए गाड़ी कुकुड़ा बोझे जो गाड़ी सी आसला आसला से भाग समय हरकरी धक्का देवा फल सी सीवियरली इंजर्ड होते इमिडिएटली करला गोष्ठी स्वास्थ्य केन्द्र को निया और सीटी डाक्तर मृत घोषणा कले। ए संक्रांत में आमर कोकसरा थाना गोटे मामला रुजु होती तदंत चालू अच्छी। बर्तमान दुर्घटनाग्रस्त गाड़ीटी स्पॉट रे अच्छी आम जबत कर डेड बॉडी हॉस्पिटल रखा सी आणिक अनुरोध करूँ पुलिस तदंत चलो एवं एफआईआर लो जहाँ कार्यानुष्ठान गाड़ी मालिक की ड्राइवर आपन सूचना मिलला ना गाड़ी मालिक को जोगाजोग करा ड्राइवर को आम बहुत शीघ्र रेड कर।